ଧାନ ଖଳାରେ ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର ଧାନ ନଡ଼ାପାଳ। ବଡ଼ଚଣା ବ୍ଲକ ଅନ୍ତର୍ଗତ ନେଡ଼ିଆ ପଞ୍ଚାୟତର ନେଡ଼ିଆ ଗ୍ରାମରେ ଥିବା ସରକାରୀ ଖଳାରେ ସ୍ଥାନୀୟ ଅଞ୍ଚଳ 30ରୁ ଊର୍ଦ୍ଧ୍ୱ କୃଷକମାନଙ୍କ ଧାନ ସହିତ ନଡ଼ା ଓ ପାଳଗଦାରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଅଭିଯୋଗ କରିଛନ୍ତି ଚାଷୀମାନେ। ସୂଚନାଯୋଗ୍ୟ ଉକ୍ତ ଅଞ୍ଚଳ କୃଷକମାନଙ୍କର 30 ଏକର ଜମିରେ ଚାଷ କାର୍ଯ୍ୟ ଶେଷ କରି ଉକ୍ତ ଖଳାରେ ରଖି ଧାନ ଓ ଗୋରୁଗାଈମାନଙ୍କ ପାଇଁ ନଡ଼ାକୁଟା ଘରକୁ ନେଇଥାନ୍ତେ। ମାତ୍ର ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲା। 30ରୁ ଊର୍ଦ୍ଧ୍ୱ ଚାଷୀଙ୍କର ଲକ୍ଷାଧିକ ଟଙ୍କାର ଧାନ ନଡ଼ାପାଳ ଜଳି ପାଉଁଶ ହୋଇଯାଇଛି। ଖବର ପାଇ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ବଡ଼ଚଣାରୁ ଭଜହରି ପୃଷ୍ଟିଙ୍କ ରିପୋର୍ଟ, AM ମିଡିଆ 24। ପ୍ରାୟ 2:30 ପାଖାପାଖିରେ ଆମେ କଲ୍ ପାଇଥିଲୁ। ଆଉ କଲ୍ ପାଇଲା ପରେ ଆସିକି ଦେଖିଲା ବେଳକୁ ସବୁ 10ଟା ପାଖାପାଖିର ଗଦା ଜଳିବା ଭିତରେ ଯାହା ବି ହେଉ କଣ୍ଟିନ୍ୟୁ ଆମର ପମ୍ପ ଚାଲିଛି ଆଉ ନିଆଁ ଲିଭା ଏବେ ବି ସରିନି। ଆପଣ କେତେ ସମୟ ଲାଗିଲାଣି ଏଠି? 4 ଘଣ୍ଟା ପାଖାପାଖି। ତଥାପି ଏପର୍ଯ୍ୟନ୍ତ ସରିନି ତ ନିଆଁ ଲାଗିଛି? ନା, ନିଆଁ ଆଉ କେତେ ସମୟ ଲାଗିବ? ଆଉ ଅଧଘଣ୍ଟା ପାଖାପାଖି। ଆପଣ ଆସିଲା ବେଳକୁ କେତେ ଖଣ୍ଡେ ଯାଇଥିଲା? ପ୍ରାୟ ସବୁ ଗଦାରେ ଲାଗିଯାଇଛି। ସବୁ ଗଦାରେ ଲାଗି ଯାଇଥିଲା। ମାନେ ଯେ କେମିତି କ'ଣ ଲାଗିଛି ସେଟା ତ ଏପର୍ଯ୍ୟନ୍ତ ଆମେ କନଫର୍ମ ହେଇନି। ତେଣୁ ସବୁ ଗଦା ଜଳୁଥିଲା। 10ଟି ଗଦା ଆମେ ଗଣିଲୁ, 10ଟି ଗଦା ଜଳୁଛି। ଧାନ ବି ଥିଲା? ନା, ଅଗାଡ଼ି ସେଇଟା ଟିକେ ଧାନ ଥିଲା, ଅଳ୍ପ ଥିଲା। ଧାନ ଜଣକର ଥିଲା? ଏକର ଯୋଉଟା ଥିଲା ସେଟା ଅଳ୍ପ ଧାନ ଥିଲା। ସନ୍ତୋଷ ବେହେରା। କ'ଣ ହେଇଛି, କେମିତି କ'ଣ ନିଆଁ ଲାଗିଲା? କିଏ ନିଆଁ ଲଗେଇ ଦେଇଛି ଆମେ ଜାଣିନୁ, କିନ୍ତୁ 5 ମାଣେ ବିଲର ପାଳ ଆମେ ରଖିଥିଲୁ। ଧାନ ବି ଥିଲା ତା ଦେହରେ। ଧାନ ବି ଗୋଟାଏ କାଣ୍ଡି ଥିଲା, ଗୋଟା ଟ୍ରିପ୍ର ଧାନ ପୁରା ଟୋଟାଲି ବେଙ୍ଗଳା ପଡ଼ିନଥିଲା, ସିଏ ଥିଲା। ଚୁନା ଧାନ କି ଗଦା ହେଇକିରି ସିଏ ବି ଥିଲା। ଆମର 10-15ଟି ଗାଈ ବାଛୁରିକି 10-15ଟା। ଆମେ ଏଇନା କ'ଣ କରିବୁ ବୋଲି ଆମର ବୁଦ୍ଧିବାଟ ଦେଖାଯାଉନି। ତମେ ଜାଣିଲ କେତେବେଳେ ନିଆଁ ଲାଗିଛି? ନା, ଆମେ ଜାଣିଲୁ ଗୋଟାକରେ ନିଆଁ ଲାଗିଛି। ଫୋନ୍ କଲାଠୁ ଏଠି ଜଣେ ମଠବାରେ ଜଣେ ଅଛନ୍ତି, ସେ ଫୋନ୍ କଲାଠୁ ଆମେ ଦୌଡ଼ିକି ଆସିଲା ବେଳକୁ ଟୋଟାଲି ସବୁ ଯାକ ସମ୍ପୂର୍ଣ୍ଣ ନିଆଁ ଟୋଟାଲି ନଗାଯାଏ। ଅଗ୍ନିଶମ ବାହିନୀ କେତେବେଳେ ପହଞ୍ଚିଲେ? ଇଏ ଆସିକିରି 2ଟା ସୁଦ୍ଧା ପହଞ୍ଚିଲେ। ରାତି 2ଟାରୁ? 2ଟା ସୁଦ୍ଧା ପହଞ୍ଚିଲେ। ଏପର୍ଯ୍ୟନ୍ତ ବି ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହେଇନି। କେତେ ଜଣଙ୍କର ଧାନ ଏଠି ଥିଲା? ଧାନ ଏଠି ତଥାପି 5-7 ଜଣଙ୍କର ଧାନ ଥିଲା। ପାଳ? ପାଳ ନିହାତି 35-30 ଜଣଙ୍କର ଉର୍ଦ୍ଧ୍ୱ ହବ ପଛେ, ଆଉ କମ୍ ହବନି। ପରିଚୟ ଦେବେ? ଭଗବାନ ବେହେରା। କ'ଣ କେମିତି କ'ଣ ନିଆଁ ଲାଗିଲା? ରାତିରୁ ପ୍ରାୟ ନିଆଁ ଲାଗିଛି, କେହି ତ ଦେଖିନାହାନ୍ତି। ଏଠି ଯେମିତି ଅନ୍ଧଙ୍କର ମଠ ଥିଲା, ଅନ୍ଧମୁନିଙ୍କର, ତାଙ୍କୁ କେହି ପିଲାମାନେ ତାଙ୍କୁ ରୋଡ଼ ଉପରୁ ନିଆଁ ଜଳିବା ଦେଖିକିରି ଫୋନ୍ କଲେ। ଫୋନ୍ କରିବା ସତ୍ତ୍ୱେ ସେ ପିଲାମାନଙ୍କୁ, ଗାଁର ପିଲାମାନଙ୍କୁ, ସାଙ୍ଗସାଥି ପିଲାମାନଙ୍କୁ ଫୋନ୍ କଲେ। ପିଲାମାନେ ସବୁ ଆସିକି ଦେଖିଲା ବେଳକୁ ନିଆଁ ଲାଗିଛି, ନିଆଁ ଏମିତି ଜଳୁଛି। ତାପରେ ସେଠୁ ଅଗ୍ନିବାହିନୀକୁ ଫୋନ୍ କଲେ। ଅଗ୍ନିବାହିନୀ ବୋଲେ ଆସିକି ପହଞ୍ଚିଗଲେ ପ୍ରାୟ 2ରୁ 2:30 ସମୟରେ। ଏପର୍ଯ୍ୟନ୍ତ ନିଆଁ ଲିଭା କାର୍ଯ୍ୟ ଚାଲିଛି। କେତେ ଜଣଙ୍କ ଧାନ ଏଠି ଥିଲା? ପ୍ରାୟ ଧାନ 10-12 ଜଣଙ୍କର ଥିଲା। ଆଉ ଗାଁର ପ୍ରାୟ 35-40 ଜଣଙ୍କର ପାଳ ନଡ଼ା ଯେଉଁ ସବୁ ଥିଲା। ଏବେ କ'ଣ ଚାହୁଁଛନ୍ତି? ଚାହୁଁଛନ୍ତି ସରକାର ଯଦି ତାଙ୍କୁ କିଛି କ୍ଷତିପୂରଣ ଦିଅନ୍ତେ, ସେମାନେ ଉପକୃତ ହୁଅନ୍ତେ। କେମିତି କ'ଣ ନିଆଁ ଲାଗିଲା? ନିଆଁଟା ଟିକେ ଲଗେଇଦେଲା। ସବୁଆଡ଼େ କୁଟା ସମିତିକର ରଖିଛନ୍ତି, 30-40 ଜଣ କୁଟା ରଖିଛନ୍ତି। ଧାନ ବି ତା ଦେହରେ ଥିଲା, ସେମାନେ ରଖିକିରି ରହିଥିଲେ। ଆଉ ଘରକୁ ଯାଇଛନ୍ତି, ସବୁ ଲଗେଇ ଦେଇଛନ୍ତି। ରାତି 1ଟା କି 1:30 ଭିତରେ ଲଗେଇ ଦେଇଛନ୍ତି। ସେ 2ଟା ବେଳେ ଆମେ ଦେଖିଲା ବେଳେ ଲୋକ ଫୋନ୍ କଲେ, ପିଲାଙ୍କୁ ଫୋନ୍ କଲେ ଯେ କ'ଣ ନିଆଁ ଲାଗିଛି। ନିଆଁ ଲାଗିଲା ପରେ ଆମେ ଆସିକି ଦେଖିଲା ବେଳକୁ ନିଆଁ ଲାଗି ସବୁ ଯାକ ଜଳିଗଲାଣି। ତାପରେ ବାହିନୀ ଆମର ଯେଉଁ ଆସିଲେ, ଦମକଳ ଏଠିକି ସେ ରାତି 2ଟାରେ ଆସିଲେ। ରାତି 2ଟାରେ ଆସିକିରି ସେ ଲିଭାଲିଭି କରି ଚଲଉଛନ୍ତି। କେତେ ଟଙ୍କା ଖଣ୍ଡେ ଆନୁମାନିକ ମୂଲ୍ୟ ହେବ ସବୁ? ଏବେ ବହୁତ ତ କେତେ ଅନୁମାନ ଗୋଟେ କ'ଣ କରିବୁ। ଆଉ ସେ 40 ଜଣଙ୍କର ତ କୁଟା ଗୁଡ଼ା ଥିଲା, ଆଉ ଧାନ ତା ଦେହରେ ସବୁ ଥିଲା। ଆଉ କ'ଣ ଚାହୁଁଛୁ? ତାଙ୍କୁ କିଛି ସାହାଯ୍ୟ ତାଙ୍କୁ ଦେଲେ ସେ ଭଲ